नमस्कार दर्शक बंधु शुभ सकाळ आज हूँ 22 मे गुरुवार आज रही देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल नुआ थे सब्सक्राइब करी आपण जिलार नाम लिखिदेवे जहाँफल प्रत्येक दिन आपण जिलार खबर पाइपर तेज चलतु खबर उपर नजर पकाइबा। मासकु 3500 टंकार भत्ता जून मासरे जोड़ी हेबे 83,135 जन हिताधिकारी एने सूचना देइछन्ति मंत्री नित्यानंद गंड। एथिसहित मंत्री कहते निर्वाचन समय 80 वर्ष किंबा 80% रु अधिक भिन्नक्षम व्यक्ति को 3,500 टंका भत्ता मिलिबो। तेबे 83,135 जन को जून रे भत्ता दिया 5 लाख हिताधिकारी को जून में वर्धित भत्ता मिलिबो। सरकार एही पदक्षेप अनुसार 2025 जून मास सुधा जो माने वरिष्ठ नागरिक बयस 80 वर्ष अतिक्रम करिथिबो दिव्यांग हेइथिबे तांकु 3,500 टंका भत्ता प्रदान करिबे बोली सरकार सूचना देइचंती। महिला कर्मचारी खुशी खबर 180 दिन पर्यंत बा 6 मास पर्यंत छुट्टी मिलिबो। तबे मातृत्व छुट्टी कि एबे अवधि बढ़ा जाइछि तापर सरकार घोषणा करिसंती 6 मास पर्यंत सरकारी महिला कर्मचारी माने छुट्टी नहीं परिबे। तेबे जड़े महिला सरकारी कर्मचारी शिशु जन्म देवा समय सरकारी सेवार थाई मध्य परवर्ती समय सेवार जोग देवा परे मातृत्व छुट्टी उपलब्ध करने उपरे मध्य द्वंद्व थिला से समस्या दूर हो पारिछि। ଏହା ସହିତ ଗର୍ଭପାତ ଜନ୍ମିତ ଶିଶୁ ମୃତ୍ୟୁ ଏବଂ ମୃତ ଶିଶୁ ଏବଂ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ସମୟ ନିୟମ ମଧ୍ୟ ରହିଛି। ଜଣେ ମହିଳା କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ ସେ ସରକାରୀ ସେବାରେ ଯୋଗ ଦେବା ପରେ ତାଙ୍କର ଶିଶୁକୁ 6 ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ତେଣୁ ଏହି କ୍ଷେତ୍ରରେ ମାତୃତ୍ୱ ଛୁଟି 180 ଦିନରୁ କମ୍ ହେବ ବୋଲି ସରକାର ସୂତ୍ରରୁ ସୂଚନା ମିଳିଛି। ମାଡ଼ି ଆସୁଛି ପୁଣି କୋରୋନାର ଭୟ ସାରା ବିଶ୍ୱରେ ପୁଣି ଥରେ ଭୟଭୀତ। ଏହା ଏକ ଭାଇରସ ଜନିତ ଜନଜୀବନକୁ ନଷ୍ଟ କରୁଛି। ତେବେ କୋରୋନାର ଭୟ ଏପର୍ଯ୍ୟନ୍ତ କେହି ବି ଭୁଲି ନାହାନ୍ତି। ଏବେ ପୁଣି କୋରୋନା ଭୟ ମାଡ଼ି ଆସିଛି। ମୁମ୍ବାଇରେ 3 ଜଣଙ୍କର ମୃତ୍ୟୁ ହେବା ସହିତ 257 ଜଣ ଆକ୍ରାନ୍ତ ହୋଇଛନ୍ତି। ସେଭଳି ଭାରତର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ ଦେଶରେ 19 ତାରିଖ ସୁଦ୍ଧା 257 ଜଣଙ୍କ ମୃତ୍ୟୁ ହୋଇକି ତା ସହିତ ମୁଣ୍ଡ ବ୍ୟଥା କାରଣ ପାଲଟିଛି। ଏହା ସହିତ ଏବେ ସାଧାରଣତଃ ଲୋକଙ୍କର ବିଭିନ୍ନ ପ୍ରକାର ଦେଖାଯାଉଛି। ଖାଦ୍ୟରେ ସ୍ୱାଦ ଜଣା ପଡିବ ନାହିଁ, ମୁଣ୍ଡ ବ୍ୟଥା ହେବ, ଔଷଧରେ ଭଲ ହେବ ନାହିଁ, ନାକରୁ ପାଣି ବୋହିବ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବ, ଦୁର୍ବଳ ଲାଗିବ। ଏସବୁ ଲକ୍ଷଣ ଦେଖାଗଲେ ଆପଣ ତୁରନ୍ତ ଟେଷ୍ଟ କରନ୍ତୁ ବୋଲି ସରକାର ତରଫରୁ କୁହାଯାଇଛି। ତେବେ ଆସୁଛି ଲଘୁଚାପ ବାତ୍ୟା ଶକ୍ତି ମଧ୍ୟ ଆସିପାରେ ଆଇଏମଡି ପକ୍ଷରୁ ଆଲର୍ଟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଶକ୍ତି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଆଲର୍ଟ ଜାରି କରିଛି। ଏହି ସହିତ ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ସହିତ ଯାତ୍ରା ଏବଂ ମୌସୁମୀ ଋତୁ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେବେ କୁହାଯାଉଛି ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରୀ ବର୍ଷା, ପ୍ରବଳ ପବନ, ସମୁଦ୍ରରେ ଉଚ୍ଚ ଜୁଆର ସମ୍ଭାବନା ଅଛି ବୋଲି ଚେତାବନୀ ଦେଇଛି। ଏହି କାରଣରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ କେତେକ ଅଞ୍ଚଳରେ ମଧ୍ୟ ବିମାନ ଟ୍ରେନ ଚଳାଚଳ ବାଧା ସୃଷ୍ଟି ହୋଇପାରେ। ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ପାଣିପାଗ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ମାଛ ଧରା ଜାଲି ଏବଂ ତା ସହିତ ସମୁଦ୍ରକୁ ନ ଯିବା ପାଇଁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯିବ। ବାତ୍ୟା ଶକ୍ତି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀର ଅଗ୍ରଗତିକୁ ପ୍ରଭାବିତ କରିପାରେ। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଚକ୍ରବାତ ମୌସୁମୀ ପବନକୁ ଶକ୍ତିଶାଳୀ କରିପାରେ, ଯାହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ଅଧିକରୁ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଛି। ସେପଟେ ବାଙ୍ଗାଲୋର ସ୍ଥିତି ମଧ୍ୟ ଭୟରେ। ତେବେ ବାଙ୍ଗାଲୋରରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ଫଳରେ ଘର ଦ୍ୱାରଠୁ ଆରମ୍ଭ କରି ସବୁଆଡେ ପାଣିରେ ପାଣି। ତେବେ ତା ସହିତ ମଧ୍ୟ 36 ଘଣ୍ଟା ଲଗାତାର ବର୍ଷା ହେବା ଫଳରେ ଏବେ ରାସ୍ତା ଉପରେ ମଧ୍ୟ ଆଣ୍ଠୁଏ ପାଣି ଜମିଛି। ଗୁପ୍ତଚର ବା ଦେଶଦ୍ରୋହୀ ଜ୍ୟୋତି ମଲ୍ହୋତ୍ରାଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ, ରହସ୍ୟ ଖୋଲିଛି। ତେବେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ବା ଦେଶଦ୍ରୋହୀ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଗୁଇନ୍ଦା ଅଧିକାରୀ ମଧ୍ୟରେ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି। ଏଥିରେ ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅଲି ହାସନ ଜ୍ୟୋତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମୋ ହୃଦୟରେ ସହିତ ତମେ ସବୁବେଳେ ଅଛ। ମୁଁ ପ୍ରାର୍ଥନା କରେ ଯେ ତମେ ସବୁବେଳେ ଖୁସିରେ ରହିବ। ତେବେ
ଏନେଇକି ଜ୍ୟୋତି ହସିବା ଇମୋଜି ଦେଇକି ଏବଂ କହିଛନ୍ତି ପାକିସ୍ତାନରେ ବିବାହ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ଜଣାପଡୁଛି ଯେ ପାକିସ୍ତାନକୁ ସପୋର୍ଟ କରୁଥିଲେ ଜ୍ୟୋତି, ତା ସହିତ ମଧ୍ୟ ଗୁପ୍ତଚର ଭାବରେ ନିଜର ଭାରତରେ ଯାହା ସବୁ ହଉଥିଲା ସବୁ କିଛି ସୂଚନା ମଧ୍ୟ ଦଉଥିଲେ। ଏହାପରେ ଚାଟ୍ ମଧ୍ୟ ଡିଲିଟ୍ କରିଦେଇଥିଲେ। ଏବେ ଟୋଟାଲ ଇଣ୍ଟେଲିଜେନ୍ସ ଠୁ ଆରମ୍ଭ କରି ସବୁ କିଛି ଚେକ୍ ହେଉଛି। ତା ସହିତ ମଧ୍ୟ ସୁରକ୍ଷା ଏଜେନ୍ସି 3 ଦିନ ଧରି ଜ୍ୟୋତିକୁ ପଚରା ଉଚରା ମଧ୍ୟ କରୁଛନ୍ତି। ତାଙ୍କର ରିମାଣ୍ଡରେ ମେ 22ରେ ଶେଷ ହେବ ବୋଲି କୁହାଯାଉଛି। ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଓଡ଼ିଶା ଚଳଚଞ୍ଚଳ, ସାରା ବିଶ୍ୱ ଦେଖିବ ରଥଯାତ୍ରା। 36 ଜଣଙ୍କ ବୈଠକର ବଡ଼ ନିଷ୍ପତ୍ତି, ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ। ଗତ ବର୍ଷ ରଥଯାତ୍ରା ଘଟଣାରେ ଏବେ ଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ପଡ଼ି ମୁହଁ ମାଡ଼ି ତଳେ ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ବି ତୋଫାନ ମଧ୍ୟ ହୋଇଥିଲା। ଏବେ ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି, ତେଣୁ ଗତ ବର୍ଷ ଭଳି ଯେପରି କିଛି ଅସୁବିଧା ନ ହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ଶ୍ରୀମନ୍ଦିର 36 ଜଣଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଚାରମାଳରୁ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ। ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ସୁରକ୍ଷା କୌଣସି ବୁଝାମଣା ଚାହୁଁନାହିଁ। ତେବେ ଏଥର ବାରମ୍ବାର ବୈଠକ ପରେ ବୈଠକ ବସୁଛି। ଗଳିକନ୍ଦିରେ ଲାଗିବ ଏଆଇ କ୍ୟାମେରା। 40 ପ୍ଲାଟୁନ ଫୋର୍ସ ମୁତୟନ ହେବେ। ତେବେ ମହିଳା ପୁରୁଷ କିଭଳି ଦର୍ଶନ କରିବେ, ଭଲରେ ଭଲରେ କିଭଳି ଆସିବେ, ସେ ନେଇକି ମଧ୍ୟ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା ମଧ୍ୟ ହେଉଛି। ଆସନ୍ତା ଜୁନ 27 ତାରିଖରେ ଗୁଣ୍ଡିଚା ଯାତ୍ରା ଦିନ ସକାଳ 9ଟାରେ ରଥ ପ୍ରତିଷ୍ଠା ହେବ। 9:30ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ 12ଟା ସୁଦ୍ଧା ସରିବ। 12:30ରୁ 1 ମଧ୍ୟରେ ଶ୍ରୀ ମଦନ ମୋହନ ଶ୍ରୀରାମ ଶ୍ରୀକୃଷ୍ଣ ବିଜେ କରିବେ। ଅପରାହ୍ନ 2:30ରୁ 3ଟା ମଧ୍ୟରେ ରଥ ଛେରା ପହଁରା, ଅପରାହ୍ନ 4ଟାରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ 2025 ଫାଇନାଲ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଟିଏମସି ବା ଭାରତୀୟ ଜନତା ପାର୍ଟି ମଧ୍ୟରେ ମୁହାଁମୁହିଁ ସୃଷ୍ଟି ହୋଇଛି। ଟିଏମସି ଏହି ନିଷ୍ପତ୍ତିକୁ ରାଜନୈତିକ ଚାପ ବୋଲି ଅଭିଯୋଗ କରିଥିବା ବେଳେ ଭାଜପା ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତିକୁ ଦାୟୀ କରିଛି। ବିସିସିଆଇ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଆଇପିଏଲ୍ 2025ର ଫାଇନାଲ ଜୁନ 3 ତାରିଖରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳୁଛି। ରାଜ୍ୟ ସରକାର ଗାଇଡଲାଇନ ଆଣିଲା ପରେ ମଧ୍ୟ ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଛି ଅଶ୍ଳୀଳ ନୃତ୍ୟ। ତେବେ ଅପେରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଓ କଳା ସଂସ୍କୃତି ପ୍ରେମୀଙ୍କ ତରଫରୁ ଦୃଢ ନିନ୍ଦା। ସରକାର କହିଛନ୍ତି ଯେଉଁ ଯାତ୍ରା ପାର୍ଟି ବା ଯେକୌଣସି ଜାଗାରେ ଅଶ୍ଳୀଳ ନୃତ୍ୟ ହେଉଛି ତୁରନ୍ତ ଲାଇସେନ୍ସ ଖାରଜ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କଳା ସଂସ୍କୃତିର ପରିପୂର୍ଣ୍ଣ ଏହି ଜିଲ୍ଲାରେ ବେଶ କିଛି ଦିନ ଧରି ଅପସଂସ୍କୃତି ଅଶ୍ଳୀଳତା ଦେଖିବାକୁ ମିଳିଛି। ମାତ୍ର କେଇ ମାସ ସମୟ କିଛି ନାଁରେ ଆଇଟମ ଗାର୍ଲ ମଞ୍ଚ ଉପରେ ଚଢି ନଥିଲେ। ଏବେ ପୁଣି ଦେଖିବାକୁ ମିଳିଛି ଅଶ୍ଳୀଳ ନୃତ୍ୟ। ଗଞ୍ଜାମ ଜିଲ୍ଲା ରମ୍ଭା ଚନ୍ଦନ ଯାତ୍ରା ଉପଲକ୍ଷେ ମଞ୍ଚେଶ ଯାତ୍ରା ରାଞ୍ଜ ନଞ୍ଜନୀ ମଞ୍ଚ ଉପରେ ଦେଖିବାକୁ ମିଳିଛି ଅଶ୍ଳୀଳ ନୃତ୍ୟ। ଲକ୍ଷାଧିକ ଟଙ୍କା ଦେଇ ଯାତ୍ରା କମିଟି ଅପେରା ରାଞ୍ଜନନ୍ଦିନୀ ଆଣିଥିଲେ ଏହି ଅଶ୍ଳୀଳ ନୃତ୍ୟ, ଯାହା ଫଳରେ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇକି ସରକାରକୁ ଅନୁରୋଧ ମଧ୍ୟ କରାଯାଇଛି ଏ ଉପରେ ଦୃଢ ପଦକ୍ଷେପ ନେବା ପାଇଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନା ପ୍ରଗତି ସମୀକ୍ଷା କରିଛନ୍ତି। ତେବେ ଏହି ବୈଠକରେ ଉପସ୍ଥିତ ସମସ୍ତ ସଚିବ ରାଜ୍ୟରେ 14ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନେ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଏବେ 14ଟି ଜିଲ୍ଲାରେ 55ଟି ବ୍ଲକ ଏବଂ 1751ଟି ଗ୍ରାମ, ଜନବସତିରେ 289ଟି ପଞ୍ଚାୟତ, ପାଖାପାଖି ଏତିକି ସବୁ ଟୋଟାଲ ପରିବାର 3,14,514 ଜଣ ଲୋକ ଏହି ଯୋଜନାରେ ସୁଫଳ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କୁହାଯାଉଛି ଯେ ଏହି ସବୁ ନିୟମ ଅନୁସାରେ ପ୍ରତିଟି ଲୋକ ଯାଇ ଦେଖିବେ ଯେ କେମିତି କଣ ଅବସ୍ଥା ଅଛି। ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ମୋବାଇଲ କନେକ୍ସନ ଆଦି ଯଥାଶୀଘ୍ର ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ। ତେବେ ଛାତ୍ର ସଂସଦ ନିର୍ବାଚନ ପ୍ରଚାରରେ ପୁଣି ଥରେ କମ୍ପିବ କଲେଜ ପରିସର। ହଷ୍ଟେଲରୁ ନେଇକି ଅଡିଟୋରିୟମ ଯାଏ ଚାଲିବ ଜୋରଦାର ଶକ୍ତି ପ୍ରଦର୍ଶନ।
ଯୁକ୍ତ 3 ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଜୁଲାଇ 15 ପାଠପଢା ରହିଛି ଲକ୍ଷ୍ୟ। ସବୁକିଛି ଠିକଠାକ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି। ତେବେ ଆଉ ଗୋଟେ ସବୁଠୁ ବଡ ଖବର, ଏବେ ବଲାଙ୍ଗୀରରେ ବିଭିନ୍ନ ଗ୍ୟାସ ଦୋକାନ ଗୁଡ଼ିକର ପ୍ରଶାସନର ଚଢାଉ, 50ରୁ ଉର୍ଦ୍ଧ୍ୱ ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ ହୋଇଛି। ତେବେ ସରକାର ଯେଉଁଠି ଦୁର୍ନୀତି ଦେଖିବେ କାହାକୁ ଛାଡ଼ିବେ ନାହିଁ। ଏବେ କୁହାଯାଉଛି ଯେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ, ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାୟ ପୋଲିସ ଉପସ୍ଥିତିରେ ଏବେ ପାଖାପାଖି 5ଟି ଦୋକାନରୁ ଅତର୍କିତ ଚଢାଉ କରିଛନ୍ତି। 53ଟି ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି। ଅସାଧୁ ଉପରେ ଦୋକାନ ଗୁଡ଼ିକରେ ଚଢା ଦରରେ ବିନା କୌଣସି ଲାଇସେନ୍ସରେ ଗ୍ୟାସ ବିକ୍ରି କରାଯାଉଥିବା ଚଢାଉ ହୋଇଛି। ସମସ୍ତ ଜିଲ୍ଲା ମାନଙ୍କର ଦୋକାନ ମାନଙ୍କରେ ଏଥର ମଧ୍ୟ ଚଢାଉ ହେବ ବୋଲି ସରକାର କହିଛନ୍ତି। କୋଉଠି ଦୁର୍ନୀତି ଦେଖିଲେ ସରକାର କାହାକୁ ଛାଡ଼ିବେ ନାହିଁ ମଧ୍ୟ ସୂଚନା ମିଳିଛି। ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଝଟକା, ପୁଣି ବଢିଲା ସୁନା ଦର। ଗତ କିଛି ଦିନ ହେବ ସୁନା ଦର ବୃହତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ କମିଥିଲା, ଆଉ ଏବେ ପୁଣି ଦର ବୃଦ୍ଧି ପାଇଛି। ସବୁଠାରୁ ବଡ କଥା ହେଲା ଯେ ଏବେ ବାହାଘର ସିଜନ ଥିବାରୁ ସୁନା ଦର ବୃଦ୍ଧି ସୁନା ପ୍ରେମୀଙ୍କ ମୁଣ୍ଡ ବିନ୍ଧାଇଛି। ଗୋଟେ ଗରିବ ବାପାଟିଏ ସୁନା କିଣିବା ପାଇଁ 100 ଥର ଭାବୁଛି। ତେବେ କୁହାଯାଉଛି ଉଭୟ 24 ଏବଂ 22 କ୍ୟାରେଟର ସୁନା ଦର ବଢିଛି। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନା ଦର 97,420 ଟଙ୍କା ରହିଛି। ସେହିଭଳି 22 କ୍ୟାରେଟର ସୁନା ଦର 89,300 ଟଙ୍କା ରହିଛି। ସେପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ 10 ଗ୍ରାମ ପିଛା 97,420 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ଦର ହେଲା 89,300 ଟଙ୍କା ରହିଛି ବୋଲି ସୂଚନା ମିଳିଛି। ଆମେରିକା ସହିତ ହେବ ବଡ ଡିଲ୍, ଏନେକି ଭାରତ ସରକାରଙ୍କର ବଡ ସୂଚନା। ଜୁଲାଇ 8 ପୂର୍ବରୁ ଆମେରିକା ସହିତ ଭାରତର ହେବ ବଡ ଡିଲ୍। ତେବେ ଦୁଇ ଦେଶ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଘୋଷଣା କରିବେ, ଯେଉଁଥିରେ ଭାରତୀୟ ଘରୋଇ ଉତ୍ପାଦ ଉପରେ ଅତିରିକ୍ତ 26% ପାରସ୍ପରିକ ଶୁଳ୍କରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଦାବି କରିଛନ୍ତି। ଜଣେ ସରକାରୀ ଅଧିକାରୀ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଆମେରିକା 2 ଏପ୍ରିଲ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ 26% ଶୁଳ୍କ ଲାଗୁ କରିଥିଲା, କିନ୍ତୁ କିଛି ଦିନ ପରେ ଏହାକୁ 3 ମାସ ପାଇଁ ଅର୍ଥାତ୍ ଜୁଲାଇ 9 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତଥାପି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 10% ଶୁଳ୍କ ବଳବତ୍ତର ରହିଛି। ଅଧିକାରୀ କହିଛନ୍ତି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକରେ ସୁରକ୍ଷା ଦେବା ପାଇଁ ଭାରତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିରେ କିଛି କୋଟା ଏବଂ ସର୍ବନିମ୍ନ ଆମଦାନୀ ମୂଲ୍ୟ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛି। ଏପରି କ୍ଷେତ୍ରଗୁଡ଼ିକରେ କୃଷି ଉତ୍ପାଦ ଓ ଦୁଗ୍ଧ ମଧ୍ୟ ଅନ୍ତର୍ଭୁକ୍ତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ବାଣିଜ୍ୟ ଚୁକ୍ତିରେ ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସପ୍ତାହ ମଧ୍ୟରେ ଆମେରିକା ଗସ୍ତ କରିଥିଲେ। ତେବେ କୁହାଯାଉଛି ଜୁଲାଇ 8ରେ ହେବ ଭାରତ ଏବଂ ଆମେରିକା ସହିତ ବଡ ଡିଲ୍। ଟିକଟ ଠାରୁ ଆରମ୍ଭ କରି ଟ୍ରେନର ସବୁ ଷ୍ଟେସନ, ତା ସହିତ ଖାଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଗୋଟିଏ ଆପ୍ରେ ପାଇବେ। ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରଙ୍କ ପାଇଁ ଏକ ନୂତନ ଆପ୍ ସୋରେଲ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ ବୁକିଂଠୁ ଆରମ୍ଭ କରି ଟ୍ରେନର ସ୍ଥିତି, ଖାଦ୍ୟ ଅର୍ଡର ଏବଂ ଅନ୍ୟାନ୍ୟ ପ୍ରକାର ସେବା ମଧ୍ୟ ଉପଲବ୍ଧ ହେବ। ସୋରେଲ ଆପ୍ ଭାରତୀୟ ରେଳବାଇର ଭିନ୍ନ ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ୱିତ କରିବ, ଯାହାଦ୍ୱାରା ଯାତ୍ରୀଙ୍କୁ ରେଳବାଇ ସହିତ ଜଡ଼ିତ ଅଲଗା ଅଲଗା ଆପ୍ ଡାଉନଲୋଡ କରିବା ପାଇଁ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏଥିରେ ଯାତ୍ରୀ ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକେଟ ବୁକ୍ କରିପାରିବେ। ଟ୍ରେନ ଚଳାଚଳ ସମ୍ପର୍କିତ ସର୍ଚ୍ଚ, ପିଏନଆର ଷ୍ଟାଟସ, ଫୁଡ ଅର୍ଡର ଏବଂ ଫାଇଲ ରିଫଣ୍ଡ ଏବଂ ତା ସହିତ ମଧ୍ୟ ଟ୍ରେନର ଲାଇଭ ଷ୍ଟାଟସ, କୋଚ୍ ପୋଜିସନ, ଅନେକ ଜରୁରୀ ସୁବିଧା ମଧ୍ୟ ପାଇପାରିବେ ବୋଲି ସୂଚନା ମିଳୁଛି। ସୁଭଦ୍ରା ଯୋଜନାକୁ ନେଇକି ବଡ ଅପଡେଟ, ଏ ନେଇକି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏଥର ସୁଭଦ୍ରା ଯୋଜନାର କିସ୍ତି 15,000 ଟଙ୍କା ମିଳିବ। ଏନେକି ସମ୍ବଲପୁରରେ ଆଇଆଇଏମ୍ କଲେଜର ଷ୍ଟୁଡେଣ୍ଟ ମାନେ ଭେରିଫିକେସନ କରିବେ। ଯେଉଁମାନେ ଏପର୍ଯ୍ୟନ୍ତ ଟଙ୍କାଟିଏ ପାଇନାହାନ୍ତି, ବାରମ୍ବାର ରିଜେକ୍ଟ ହେଉଛି, ସେମାନେ ପ୍ରକୃତ ଯୋଗ୍ୟ କି ନାହିଁ, ତାଙ୍କର ଜାଗା ଅଛି କି ନାହିଁ, ତାଙ୍କର ସବୁ ଷ୍ଟାଟସ ଦେଖିବେ। ଯଦି ସେମାନେ ଅଯୋଗ୍ୟ ଥିବେ ତାଙ୍କୁ ମିଳିବ ନାହିଁ। ଯଦି ଯୋଗ୍ୟ ଥାଇ ମଧ୍ୟ ତାଙ୍କର ରିଜେକ୍ସନ ହୋଇଛି, ତାଙ୍କୁ ପୁଣି ଥରେ ସାମିଲ କରାଯିବ, ଯାହାଫଳରେ ତାଙ୍କୁ 15,000 ଟଙ୍କା ଏକା ସାଙ୍ଗରେ ରକ୍ଷାବନ୍ଧନ ଦିନ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ବିଶ୍ୱ ସ୍ତରରେ ଷ୍ଟକ୍ କାରବାର ମାନ୍ଦା ରହିବା ଫଳରେ ଏବେ ପ୍ରତିଦିନ ଦେଖିବାକୁ ମିଳିଛି ଷ୍ଟକ୍ ହ୍ରାସ ପାଉଛି। ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ବୁଡି ଯାଉଛି। କିଛି ଦିନ ହେବ ଷ୍ଟକ୍ ଉପର ମୁହାଁ ଥିଲା, ଆଉ ଏବେ ମଧ୍ୟ ସେନ୍ସେକ୍ସ ଗତ କିଛି ଦିନ ତଳେ 873 ପଏଣ୍ଟ ଖସିଥିଲା। ତା ସହିତ ନିଫ୍ଟି 50 ମଧ୍ୟ ଖସିଥିଲା। ଏବେ ଦେଖିବାକୁ ମିଳିଛି ଷ୍ଟକ୍ ବଜାରରେ ହାହାକାର।
पीएम किसान टंका को लेकिन बड़ अपडेट जून मासरे मिलिबो पीएम किसान टंका 19तम किस्ती जो माने पाइनांती से माने 19 20तम दुईटी किस्ती 4000 टंका पाइबे तबे ता पूर्व आपण मानको स्टेटस चेक करंतु आपण माने ई केवाईसी करि दियंतु जदि न करथिबे आपनको टंका आसीबो नाही केंद्र सरकारଙ୍କର बड़ घोषणा एथर एमएसएमई बा एमएसएमई रे 10 लाख परिवर्ते 20 लाख ऋण नै परिबे उद्योगपति माने उद्योगपति पई बड़ खुशी खबर एपटे सरकार कहते एसएचजी महिला को ऋण छाड़ जी लक्ष टंका एथर ऋण प्रदान करेंगे तार मध्य सुध नहीं बोली सरकार कहते सरकार कहते 2 वर्ष भितर महिला माने लक्षपति हो सारी 25 लाख महिला लक्षपति बनी सारी 2 वर्ष भितर 1.5 लाख निजुक्ति मिल तेबे ये थिला आजिर देश विदेश राज्यर किछटा गुरुत्वपूर्ण खबर ये खबर प्रत्येक दिन सकाळे देखिया पई हेले हमर ए छोटिया चैनल को सब्सक्राइब करि पई भूलिबे नहीं। जय जगन्नाथ।